ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ଆସନ୍ତୁ ଆଜି ମଧ୍ୟ ଖ୍ରୀଷ୍ଟମାସ ସମ୍ବନ୍ଧୀୟ ଆଉ ଗୋଟିଏ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ କଥାବାର୍ତ୍ତା ହେବା ସେହି ପ୍ରସଙ୍ଗର ଶୀର୍ଷକ ହେଲା ବେଥଲିହେମରେ ଜନ୍ମଗ୍ରହଣ କରିଥିବା ଶିଶୁ କିଏ ଅଟନ୍ତି। ଆଜିର ପ୍ରସଙ୍ଗ ହେଲା ବେଥଲିହେମରେ ଜନ୍ମଗ୍ରହଣ କରିଥିବା ସେହି ଶିଶୁ ଜଣକ ବାସ୍ତବରେ କିଏ। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନଙ୍କ ନିକଟରେ ମୁଁ 5ଟି ବିଷୟ ରଖିବା ପାଇଁ ଚାହେଁ, ଯଦ୍ୱାରା ଆମେ ଜାଣିପାରିବା ଯେ ପ୍ରକୃତରେ ସେହି ବେଥଲିହେମରେ ଜନ୍ମଗ୍ରହଣ କରିଥିବା ସେହି ଶିଶୁ କିଏ ଅଟନ୍ତି। ଆପଣମାନେ ମୋ ସହିତ ପ୍ରଥମ ବିଷୟ ଦେଖିପାରିବେ ଯୋହନ ଲିଖିତ ସୁସମାଚାର 1 ଅଧ୍ୟାୟ। ଯୋହନ ଲିଖିତ ସୁସମାଚାର 1 ଅଧ୍ୟାୟ 1 ପଦରୁ 3 ପଦ ମଧ୍ୟରେ ଏହି ପ୍ରକାର ପ୍ରେରିତ ଯୋହନ ସେ ଲେଖୁଛନ୍ତି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। 2 ପଦ, ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ। 3 ପଦରେ ଲେଖାଯାଏ, ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟି ହେଲା, ଆଉ ଯେ ସମସ୍ତ ସୃଷ୍ଟି ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ବାଇବଲ ଆମକୁ ସ୍ପଷ୍ଟ ଭାବରେ କହେ ଯେ ସେହି ଯୀଶୁଖ୍ରୀଷ୍ଟ ଅର୍ଥାତ୍ ସେହି ବେଥଲିହେମରେ ଜନ୍ମଗ୍ରହଣ କରିଥିବା ଶିଶୁ କିଏ ଅଟନ୍ତି। ସେ ସୃଷ୍ଟିକର୍ତ୍ତା ଅଟନ୍ତି। ସମଗ୍ର ପୃଥିବୀର ସୃଷ୍ଟିକର୍ତ୍ତା ପରମେଶ୍ୱର ଅଟନ୍ତି। ଯେତେବେଳେ ଖ୍ରୀଷ୍ଟିଆନ ସମାଜର ଅନେକ ଭାଇ ଭଉଣୀମାନଙ୍କୁ ଅନ୍ୟମାନେ ପ୍ରଶ୍ନ କରନ୍ତି ଯେ ତୁମ୍ଭମାନଙ୍କର ପରମେଶ୍ୱର, ତୁମ୍ଭର ଯୀଶୁଖ୍ରୀଷ୍ଟ, ସେ ତ 2000 ବର୍ଷ ପୂର୍ବେ ଆସିଲେ, ସେ ତ ତା ପୂର୍ବରୁ ମଧ୍ୟ ପୃଥିବୀ ଥିଲା, ତା ପୂର୍ବରୁ ମଧ୍ୟ ମନୁଷ୍ୟମାନେ ଥିଲେ, ତାହେଲେ ସେ ମନୁଷ୍ୟର ସୃଷ୍ଟିକର୍ତ୍ତା କେମିତି ଅଟନ୍ତି? ଏହି ପ୍ରକାର ଅନେକ ପ୍ରଶ୍ନ ଗୁଡ଼ିକ ଲୋକମାନଙ୍କୁ ପଚାରିଲା ବେଳେ ଆମ ଖ୍ରୀଷ୍ଟିଆନ ସମାଜର ଅନେକ ଭାଇ ଭଉଣୀମାନେ ସେହି ପ୍ରଶ୍ନର ଉତ୍ତର ସେମାନେ ଦେଇପାରନ୍ତି ନାହିଁ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆରମ୍ଭ ବେଥଲିହେମରେ ନୁହେଁ, ତାହାଙ୍କର ଉତ୍ପତ୍ତି ବେଥଲିହେମରେ ନୁହେଁ। ସେ ଅନାଦି ଅନନ୍ତ, ସେ ସର୍ବଶକ୍ତିମାନ ଆଉ ସମଗ୍ର ପୃଥିବୀର ସୃଷ୍ଟିକର୍ତ୍ତା ଯେ ବେଥଲିହେମରେ ମାନବ ଦେହ ଧାରଣ କରି ଏହି ପୃଥିବୀ ପୃଷ୍ଠକୁ ଆସିଲେ। ବାଇବଲ କହେ ଯେ ସେହି ଶିଶୁ ବେଥଲିହେମରେ ଯେ ଜନ୍ମଗ୍ରହଣ କଲେ, ସେହି ଶିଶୁ କିଏ ଅଟନ୍ତି? ସେ ସମଗ୍ର ପୃଥିବୀର ସୃଷ୍ଟିକର୍ତ୍ତା ଅଟନ୍ତି। ଯଦି ଆପଣମାନେ ପଢିବେ କଲୋସିୟ ପୁସ୍ତକ 1 ଅଧ୍ୟାୟ, କଲୋସିୟ 1 ଅଧ୍ୟାୟ 15 ପଦରୁ 17 ପଦ ମଧ୍ୟରେ ସାଧୁ ପାଉଲ ଏ ପ୍ରକାର ଲେଖୁଛନ୍ତି, ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି। ସେ କହିଲେ କିଏ? ଯୀଶୁଖ୍ରୀଷ୍ଟ। ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ସମସ୍ତ ସୃଷ୍ଟିର ପ୍ରଥମଜାତ। କାରଣ ଦୃଶ୍ୟ ଅଦୃଶ୍ୟ ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା। ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ ସମସ୍ତ ତାହାଙ୍କ ଓ ତାହାଙ୍କ ନିମନ୍ତେ ସୃଷ୍ଟି ହୋଇଅଛି। 17 ପଦ, ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କ ଠାରେ ସମସ୍ତ ବିଷୟର ଅସ୍ତିତ୍ୱ ରହିଛି। ପ୍ରିୟମାନେ, ଏହି ବାକ୍ୟ ଦ୍ୱାରା ଆମେ ଜାଣୁ ଯେ ସେହି ଶିଶୁ କିଏ? ସେ ସମଗ୍ର ପୃଥିବୀର ସୃଷ୍ଟିକର୍ତ୍ତା। ଆପଣଙ୍କୁ ମତେ ସେ ସୃଷ୍ଟି କଲେ, ଆଉ ଏହି ପୃଥିବୀରେ ଯାହା ଦୃଶ୍ୟ ଅଦୃଶ୍ୟ ଯାହା ବି ଆମେ ଦେଖୁଛୁ ସବୁ ବିଷୟର ସୃଷ୍ଟିକର୍ତ୍ତା ସେ ବେଥଲିହେମରେ ଯେ ଆସିଲେ, ଶିଶୁ ରୂପରେ, ମନୁଷ୍ୟ ରୂପରେ, ମନୁଷ୍ୟ ଶରୀରରେ ସେ ଜନ୍ମଗ୍ରହଣ କଲେ, ଆଉ ଆମମାନଙ୍କ ମଧ୍ୟରେ ସେ ପ୍ରକାଶିତ ହେଲେ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ସେହି ବେଥଲିହେମରେ ଜନ୍ମଗ୍ରହଣ କରିଥିବା ଶିଶୁ ପ୍ରକୃତରେ କିଏ ଅଟନ୍ତି। ଆପଣମାନେ ମୋ ସହିତ ପଢିବେ ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ। ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ ତାର 21 ପଦରେ ଲେଖାଗଲା, ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ପ୍ରଭୁଙ୍କର ଗୌରବ ହଉ। ସେହି ବେଥଲିହେମରେ ଜନ୍ମଗ୍ରହଣ କରିଥିବା ଶିଶୁ କିଏ ଅଟନ୍ତି? ସେ ସମଗ୍ର ମାନବ ଜାତିର ତ୍ରାଣକର୍ତ୍ତା ଅଟନ୍ତି। ସେ ପୁତ୍ର ପ୍ରସବ କରିବେ, ତୁମେ ତାହାଙ୍କ ନାମ ଯୀଶୁ ଦେବ। ଆଉ ସେ କଣ କରିବେ?
ଆପଣା ଲୋକମାନଙ୍କୁ ସମସ୍ତ ପାପରୁ ସେ ଉଦ୍ଧାର କରିବେ। ଯୀଶୁ ନାମର ଅର୍ଥ ହେଲା ପରିତ୍ରାଣକର୍ତ୍ତା। ଯୀଶୁଙ୍କ ଛଡ଼ା ଏ ପୃଥିବୀରେ କାହାଠାରେ ମଧ୍ୟ ପରିତ୍ରାଣ ନାହିଁ। ଯୀଶୁଙ୍କ ନାମ ବିନା, ତାହାଙ୍କର ବିନା ମନୁଷ୍ୟର ମୁକ୍ତି ନାହିଁ, ମନୁଷ୍ୟର ପାପ କ୍ଷମା ନାହିଁ। ପ୍ରିୟମାନେ, ସେହି ଶିଶୁ ସମଗ୍ର ଜଗତର ମାନବ ଜାତିର ପରିତ୍ରାଣକର୍ତ୍ତା ଅଟନ୍ତି। ଯଦି ଆପଣ ଦେଖିବେ ପ୍ରେରିତ ପୁସ୍ତକ 4 ଅଧ୍ୟାୟରେ ପିତର ଜହନ ସେ ଗୋଟେ ବାକ୍ୟ ପ୍ରଚାର କରୁ କରୁ ସେମାନେ କହୁଛନ୍ତି, 4 ଅଧ୍ୟାୟରେ ତାର 12 ପଦ, ପ୍ରେରିତ 4 ଅଧ୍ୟାୟ 12 ପଦରେ ଲେଖାଗଲା, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ। ପ୍ରିୟମାନେ, ପରିତ୍ରାଣକର୍ତ୍ତା ସେହି ଶିଶୁ ଅଟନ୍ତି। ସେ ଆପଣଙ୍କୁ ମୋତେ ପରିତ୍ରାଣ ଦେବା ପାଇଁ, ସମଗ୍ର ଜଗତର ମାନବ ଜାତିକୁ ଉଦ୍ଧାର କରିବା ପାଇଁ ସେ ଶିଶୁ ହେଇ ଏଇ ଧରାପୃଷ୍ଠକୁ ଆସିଲେ, ମନୁଷ୍ୟ ଦେହ ଧାରଣ କରି ଏଇ ଧରାପୃଷ୍ଠକୁ ଆସିଲେ, ଆଉ ଆମମାନଙ୍କ ମଧ୍ୟରେ ସେ ବାସ କଲେ। ତାହାଙ୍କ ନାମର ଗୌରବ ହଉ। ତୃତୀୟ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ପଢ଼ିବେ ପୁରାତନ ନିୟମ ଯିଶାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 9 ଅଧ୍ୟାୟ 6 ପଦ। ଯିଶାୟ 9 ଅଧ୍ୟାୟ 6 ପଦରେ ଲେଖାଗଲା, କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତି ରାଜା ହେବ। ପ୍ରିୟମାନେ, ସେହି ଶିଶୁ କିଏ ଅଟନ୍ତି? ସେ ଶାନ୍ତିର ରାଜା ଅଟନ୍ତି। ଏହି ପୃଥିବୀରେ ଆପଣ ଅନେକ ପ୍ରକାର ରାଜା ବିଷୟରେ ଶୁଣିଥିବେ, ଅନେକ ପ୍ରକାର ରାଜାମାନଙ୍କର ପୃଷ୍ଠଭୂମିକୁ ଆପଣ ପଢ଼ିଥିବେ, ମାତ୍ର ପୃଥିବୀର ଏକମାତ୍ର ରାଜା ଯେ କି ଶାନ୍ତି ରାଜା, ସେ ହେଉଛନ୍ତି ସେଇ ବେଥଲିହେମରେ ଜନ୍ମଗ୍ରହଣ କରିଥିବା ସେଇ ଶିଶୁ। ସେଇ ଶିଶୁ ହେଉଛନ୍ତି ଶାନ୍ତି ରାଜା। ପ୍ରିୟମାନେ, ସେ ମନୁଷ୍ୟ ଜାତିକୁ, ମାନବ ସମାଜକୁ ଶାନ୍ତି ଦେବା ପାଇଁ ଆସିଲେ, ବିଶ୍ରାମରେ ସେ ପ୍ରବେଶ କରାଇବା ପାଇଁ ଆସିଲେ। ପ୍ରିୟମାନେ, ପ୍ରଭୁଙ୍କର ଗୌରବ ହଉ। ଏ ପୃଥିବୀରେ ଆପଣ ଦେଖିବେ, ଯେତେବେଳେ ଦେଶ ମଧ୍ୟରେ ଏକ ଏକ ରାଜା ରୁହନ୍ତି, ପ୍ରଧାନମନ୍ତ୍ରୀ ରୁହନ୍ତି, ଯେତେବେଳେ ଦେଶ ମଧ୍ୟରେ ଅଶାନ୍ତି ହୁଏ, ଗଣ୍ଡଗୋଳ ହୁଏ, ସେହି ସମୟରେ ରାଜାମାନେ କ'ଣ କରନ୍ତି? ବିଭିନ୍ନ ସୈନ୍ୟମାନଙ୍କୁ ସେମାନେ ଯୋଗାଡ଼ କରି ପରସ୍ପର ମଧ୍ୟରେ ସେମାନେ ଯୁଦ୍ଧ କରନ୍ତି, ଆଉ ଶତ୍ରୁମାନଙ୍କୁ ପରାସ୍ତ କରି, ଶତ୍ରୁମାନଙ୍କୁ ଜୀବନରେ ମାରିଦେଇ ସେମାନେ ଦେଶରେ ଶାନ୍ତି ଆଣିବା ପାଇଁ ଚେଷ୍ଟା କରନ୍ତି। ମାତ୍ର ସେଇ ବେଥଲିହେମରେ ଜନ୍ମଗ୍ରହଣ କରିଥିବା ସେହି ଶିଶୁ ଯେ କି ରାଜା, ଯେ କି ରାଜାମାନଙ୍କ ରାଜା, ସେ କାହାକୁ ମାରିକିନା, କାହାକୁ ବିନାଶ କରି ଆମକୁ ଶାନ୍ତି ଦେଲେ ନାହିଁ। ସେ ନିଜକୁ ମୃତ୍ୟୁବରଣ କରି, ନିଜେ ନିଜ ଜୀବନକୁ ବଳିଦାନ କରି ସେ ଆମକୁ ଶାନ୍ତି ଦେଲେ। ସେଇ ଶିଶୁ କିଏ ଅଟନ୍ତି? ସେ ଶାନ୍ତିର ରାଜକୁମାର ଅଟନ୍ତି। ଆପଣ ପଢ଼ିବେ ଜହନ ଲିଖିତ ସୁସମାଚାର 14 ଅଧ୍ୟାୟ 27 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ମୁଁ ତୁମ୍ଭମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋହର ନିଜର ଶାନ୍ତି ତୁମ୍ଭମାନଙ୍କୁ ଦାନ କରୁଅଛି। ଜଗତ ଯେପରି ଦାନ କରେ, ମୁଁ ତୁମ୍ଭମାନଙ୍କୁ ସେହିପରି ଦାନ କରୁନାହିଁ। ତୁମ୍ଭମାନଙ୍କ ହୃଦୟ ଉଦ୍ବିଗ୍ନ କି ଭୟଗ୍ରସ୍ତ ନ ହେଉ। ପ୍ରଭୁଙ୍କର ମହିମା ହେଉ, ଗୌରବ ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେହି ଶିଶୁ କିଏ ଅଟନ୍ତି? ସେ ଶାନ୍ତିର ରାଜକୁମାର ଅଟନ୍ତି। ଦେଖନ୍ତୁ, ଯେଉଁ ସମୟରେ ଆମେ ପ୍ରଭୁଙ୍କୁ ଜାଣିନଥିଲୁ, ଅନେକ ଭାଇ ଭଉଣୀମାନେ ସେମାନେ ମଦ ପିଇବା, ଜୁଆ ଖେଳିବା, ଚୋରି ଡକାୟତ, ବିଭିନ୍ନ ପ୍ରକାର ପାପ, ଗଣ୍ଡଗୋଳ, ଅଶାନ୍ତି ସବୁ ରହିଥିଲା। ମାତ୍ର ଯେବେ ସେଇ ଶାନ୍ତିର ରାଜା ଆମମାନଙ୍କ ହୃଦୟରେ ଆସିଲେ, ଯେବେ ସେଇ ଶାନ୍ତିର ରାଜା ଆମ ପରିବାରକୁ ଆସିଲେ, ଆମ ପରିବାରରେ ଶାନ୍ତି ଆସିଲା। ସେ ଆମକୁ ସେଇ ସ୍ୱର୍ଗର ଶାନ୍ତି ଆଣିଦେଲେ। ସେହି ଶିଶୁ, ସେଇ ବେଥଲିହେମରେ ଜନ୍ମଗ୍ରହଣ କରିଥିବା ସେଇ ଶିଶୁ ଜଣକ କିଏ ଅଟନ୍ତି? ସେ ଶାନ୍ତିର ରାଜା ଅଟନ୍ତି। ଆପଣମାନଙ୍କ ନିକଟରେ ମୁଁ ଚତୁର୍ଥ ବିଷୟ ରଖିବା ପାଇଁ ଚାହେଁ। ଚତୁର୍ଥ ବିଷୟ, ଆପଣ ସେଇ ଜହନ ଲିଖିତ ସୁସମାଚାର 6 ଅଧ୍ୟାୟକୁ ଆସିବେ। ଜହନ ଲିଖିତ ସୁସମାଚାର 6 ଅଧ୍ୟାୟ 51 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନଦାୟକ ଆହାର, କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ। ହଁ, ମୁଁ ଯେଉଁ ଆହାର ଦେବି ତାହା ମୋହର ମାଂସ, ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି। ପ୍ରିୟମାନେ,
ସେଇ ବେଥଲିହିମରେ ଜନ୍ମଗ୍ରହଣ କରିଥିବା ଶିଶୁ କିଏ ଅଟନ୍ତି? ସେ ହେଉଛନ୍ତି ଜୀବନଦାୟକ ଆହାର। ସେଥିପାଇଁ ତାଙ୍କୁ ଗୁହାଳ କୁଣ୍ଡରେ ଶୁଆଇ ଦିଆଯାଉଛି। ଗୁହାଳ କୁଣ୍ଡରେ ଗାଈମାନଙ୍କର ପଶୁମାନଙ୍କର ଖାଦ୍ୟ ସେଠି ରଖାଯିବା ସ୍ଥାନରେ ଯୀଶୁଙ୍କୁ ସେଇ ଗୁହାଳ କୁଣ୍ଡରେ ଶୁଆଇ ଦିଆଯାଉଛି। କାହିଁକି? କାରଣ ସେ ଜୀବନଦାୟକ ଆହାର ଅଟନ୍ତି। ପୃଥିବୀରେ କୌଣସି ପ୍ରକାର ଖାଦ୍ୟ ନାହିଁ ଯାହା ଖାଇବା ଦ୍ୱାରା ମନୁଷ୍ୟ ଅନନ୍ତ ଜୀବୀ ହେଇଯିବ। ମନୁଷ୍ୟ ଆଉ କେବେ ମରିବ ନାହିଁ। ପ୍ରିୟମାନେ, ଏକମାତ୍ର ବ୍ୟକ୍ତି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ, ମୋତେ ଯିଏ ଭଜନ କରିବ ସେ ଅନନ୍ତ ଜୀବୀ ହେଇଯିବ, ସେ କେବେ ଆଉ ମୃତ୍ୟୁବରଣ କରିବ ନାହିଁ। ସେ ଆମର ଜୀବନଦାୟକ ଆହାର ଅଟନ୍ତି, ଅର୍ଥାତ୍ ସେ ବାକ୍ୟ ଅଟନ୍ତି। ସେଥିପାଇଁ ଆମେ ତାହାଙ୍କୁ ଗ୍ରହଣ କରି ଆମେ କଣ କରୁଛୁ? ଯେ ମାସକୁ ଥରେ, ଅନେକ ମଣ୍ଡଳୀରେ ସପ୍ତାହକୁ ଥରେ ଆମେ କଣ କରୁ? ସେଇ ପ୍ରଭୁ ଭୋଜର ନିୟମକୁ ଆମେ ପାଳନ କରୁ, କାରଣ ସେ ଆମର ଜୀବନଦାୟକ ଆହାର ଅଟନ୍ତି। ଆପଣମାନଙ୍କ ନିକଟରେ ପଞ୍ଚମ ବିଷୟ ଆଉ ଶେଷ ବିଷୟ ମୁଁ ରଖିବା ପାଇଁ ଚାହେଁ। ଯୋହନ ଲିଖିତ ସୁସମାଚାର 14 ଅଧ୍ୟାୟ 6 ପଦରେ ଥମାକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ, ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅର୍ଥାତ୍ ସେଇ ବେଥଲିହିମରେ ଜନ୍ମଗ୍ରହଣ କରିଥିବା ସେହି ଶିଶୁ ପଥ, ସତ୍ୟ ଆଉ ଜୀବନ ଅଟନ୍ତି। ତାହାଙ୍କ ବିନା ଅନୁମତିରେ, ତାହାଙ୍କୁ ବିଶ୍ୱାସ ନ କରି, ତାହାଙ୍କୁ ଗ୍ରହଣ ନ କରି କୌଣସି ମନୁଷ୍ୟ କେବେ ପିତାଙ୍କ ନିକଟକୁ ଅର୍ଥାତ୍ ପରମେଶ୍ୱରଙ୍କ ନିକଟକୁ ଅର୍ଥାତ୍ ସ୍ୱର୍ଗକୁ ଯିବା ଅସମ୍ଭବ। ସେହି ଶିଶୁ ହେଉଛନ୍ତି ସ୍ୱର୍ଗକୁ ଯିବାର ପଥ, ଜୀବନ ପାଇବାର ପଥ, ଉଦ୍ଧାର ପାଇବାର ପଥ ଆଉ ସ୍ୱର୍ଗକୁ ଯିବାର ସିଡ଼ି। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସ୍ୱର୍ଗକୁ ଯିବାର ସୋପାନ ସେଇ ଶିଶୁ ଯେ ବେଥଲିହିମରେ ଜନ୍ମଗ୍ରହଣ କରେ। ପ୍ରଭୁ ଆମମାନଙ୍କୁ ଏହି ବାକ୍ୟ ଦେଇ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କୁ ପଦେ ଧନ୍ୟବାଦ ଦେବା। ପ୍ରେମିକ ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ସେହି ବେଥଲିହିମରେ ଜନ୍ମଗ୍ରହଣ କରିଥିବା ସେଇ ଶିଶୁ ଯେ କିଏ ଅଟନ୍ତି, ଆଜି ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ ସ୍ପଷ୍ଟ ଭାବରେ ତୁମେ କଥା ହେଇଥିବାରୁ ଆମେ ତୁମ ନାମର ଧନ୍ୟବାଦ ପ୍ରଶଂସା କରୁଛୁ। ପ୍ରଭୁ, ସେ ସୃଷ୍ଟିକର୍ତ୍ତା ହେଲେ ମଧ୍ୟ, ସେ ପ୍ରଭୁ ସମଗ୍ର ମାନବ ଜାତିର ପରିତ୍ରାଣକର୍ତ୍ତା ହେଲେ ମଧ୍ୟ, ସେ ଶାନ୍ତି ରାଜା ହେଲେ ମଧ୍ୟ, ସେ ଜୀବନଦାୟକ ଆହାର ହେଲେ ମଧ୍ୟ, ପଥ, ସତ୍ୟ ଆଉ ଜୀବନ ହେଲେ ମଧ୍ୟ, ତୁମେ ଆମମାନଙ୍କ ମଧ୍ୟରେ ମନୁଷ୍ୟ ଭାବରେ ତୁମେ ପ୍ରେରଣ କରି ଆମମାନଙ୍କୁ ତୁମେ ଉଦ୍ଧାର କରିବା ପାଇଁ ତୁମର ସେ ମହାନ ଯୋଜନା ନିମନ୍ତେ ପ୍ରଭୁ କୃତଜ୍ଞ ହୃଦୟରେ ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ, ମହିମା ଗୌରବ ତୁମରି ହେଉ। ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ। ଯୀଶୁଙ୍କ